ଆସନ୍ତୁ ପଢ଼ିବା ଦୁର୍ନୀତି ବିରୋଧୀ ସଂଗ୍ରାମ। ଚାଲନ୍ତୁ ପଢ଼ିବା ବୁଝିବା ଦୁର୍ନୀତି ବିରୋଧୀ ସଂଗ୍ରାମ। ସରକାରୀ କର୍ମଚାରୀ ଦୁର୍ନୀତି କରିବା ଏକ ସାଧାରଣ କଥା। ଭାଗ୍ୟ ଖରାପ ପଡ଼ିଲେ ସେମାନଙ୍କ ମଧ୍ୟରୁ କେତେଜଣ ଧରା ପଡ଼ନ୍ତି। ଯେଉଁମାନେ ଧରା ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଚାରାଳୟରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ନାହିଁ। ନିମ୍ନ ଅଦାଲତରେ ଦୋଷୀ ପ୍ରମାଣିତ ହେଉଥିବା ବ୍ୟକ୍ତିମାନେ ଉଚ୍ଚ ଅଦାଲତରେ ନିର୍ଦ୍ଦୋଷ ହୋଇ ଖଲାସ ହୋଇଯାଆନ୍ତି। ଆଉ କେତେକଙ୍କ କ୍ଷେତ୍ରରେ ସେମାନଙ୍କ ଜୀବଦଶା ମଧ୍ୟରେ ମକଦ୍ଦମା ଫଇସଲା ହୋଇପାରେ ନାହିଁ। ଏହିସବୁ କାରଣରୁ ଅସାଧୁ କର୍ମଚାରୀମାନେ ଦୁର୍ନୀତି କରିବାକୁ ଭୟ କରନ୍ତି ନାହିଁ। ପ୍ରଲୋଭନର ଶିକାର ନ ହୋଇ ନୈତିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିବା କର୍ମଚାରୀମାନେ ନିଜକୁ ଦୁର୍ନୀତିଠାରୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତି, କିନ୍ତୁ ସେମାନଙ୍କୁ ଏଥିପାଇଁ ପରିବାର ଭିତରେ ଓ କର୍ମକ୍ଷେତ୍ରରେ ନିର୍ଯାତିତ ହେବାକୁ ପଡ଼େ। କେବଳ ଦୃଢ଼ମନା ବ୍ୟକ୍ତି ଏହିସବୁ ପ୍ରତିକୂଳ ଅବସ୍ଥାକୁ ପରାହତ କରି ନିଜକୁ ଦୁର୍ନୀତିମୁକ୍ତ ରଖିବାରେ ସଫଳ ହୁଅନ୍ତି। ନିଜକୁ ଯଥାସମ୍ଭବ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କ ଠାରୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତି। ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରିବାକୁ ସାହସ କରନ୍ତି ନାହିଁ। କିନ୍ତୁ ଆଉ କିଛି ଛୋଟ ସଚ୍ଚୋଟ ଓ ସାହସୀ ଅଧିକାରୀ ଥାନ୍ତି, ଯେଉଁମାନେ ଦେଶର ସମ୍ପତ୍ତି ଲୁଟୁଥିବା ନିଜର ଉପରିସ୍ଥ ଅଧିକାରୀମାନଙ୍କୁ ଦୁର୍ନୀତି ସହ୍ୟ କରିପାରନ୍ତି ନାହିଁ ଏବଂ ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି। ଏହି ପ୍ରସଙ୍ଗରେ ନିଜର ସାଧୁତା ଓ ଦୁର୍ନୀତି ବିରୋଧୀ ମନୋଭାବ ଯୋଗୁଁ ଦେଶରେ ଚର୍ଚ୍ଚାରେ ଥିବା ଜଣେ ଅଧିକାରୀଙ୍କ ବିଷୟରେ ଏଠାରେ ଉଲ୍ଲେଖଯୋଗ୍ୟ କରିବା ଆବଶ୍ୟକ। ସେ ହେଉଛନ୍ତି 2002 ବ୍ୟାଚର ଭାରତୀୟ ଜଙ୍ଗଲ ସେବାର ଜଣେ ଅଧିକାରୀ ସଞ୍ଜୀବ ଚତୁର୍ବେଦୀ। ଚାକିରି ଆରମ୍ଭ ସମୟରୁ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରି ଆସୁଥିବା ଏହି ଅଧିକାରୀଙ୍କୁ ନିଜର ଦୁର୍ନୀତି ବିରୋଧୀ ସଂଗ୍ରାମ ପାଇଁ 2015 ମସିହାରେ ସମ୍ମାନଜନକ ରେମନ ମାଗେସେସ ପୁରସ୍କାର ମିଳିଥିଲା। କିରଣ ବେଦୀ ଓ ଟି.ଏନ୍. ଶେଷାନଙ୍କ ପରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାରେ ଚତୁର୍ବେଦୀ ତୃତୀୟ ଭାରତୀୟ ସରକାରୀ ଅଧିକାରୀ ଥିଲେ। ପୁରସ୍କାର ସ୍ୱରୂପ ମିଳିଥିବା ସମସ୍ତ ରାଶିକୁ ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଦେଇଥିଲେ। ଚାକିରିର ଆରମ୍ଭ ସମୟରେ ସେ ହରିୟାଣାରେ ବେଆଇନ ଗଛକଟା, ବାଲି ଚାଲାଣ ଓ ବନ୍ୟପ୍ରାଣୀ ଶିକାର ଭଳି ବେଆଇନ କାର୍ଯ୍ୟରେ ପ୍ରଶାସନ ଓ ରାଜନେତାଙ୍କ ସମ୍ପୃକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରି ସରକାରଙ୍କ ରୋଷର ଶିକାର ହୋଇଥିଲେ। 5 ବର୍ଷ ମଧ୍ୟରେ ତାଙ୍କୁ 12 ଥର ବଦଳି କରାଯାଇଥିଲା ଏବଂ 2007 ମସିହାରେ ନିଲମ୍ବନ ମଧ୍ୟ କରାଯାଇଥିଲା। ଅତ୍ୟନ୍ତ ସାହସିକତାର ସହିତ ସେ ହରିୟାଣା ସରକାରଙ୍କ ସେହି କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ରାଷ୍ଟ୍ରପତିଙ୍କୁ ଜଣାଇ ଘଟଣାର ତଦନ୍ତ କରିବା ପାଇଁ ଅନୁରୋଧ କଲେ। ତାଙ୍କର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏକ 2 ଜଣିଆ ତଦନ୍ତ କମିଟି ନିଯୁକ୍ତ କରିଥିଲେ। ସେହି କମିଟି ହରିୟାଣାର ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ଓ କିଛି ବରିଷ୍ଠ ଅଧିକାରୀଙ୍କୁ ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ଓ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କରିଥିବା କଥା ପ୍ରମାଣିତ କରି ଚତୁର୍ବେଦୀଙ୍କ ବିରୁଦ୍ଧରେ ହରିୟାଣା ସରକାର କରିଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିବା ପାଇଁ ସୁପାରିଶ କରିଥିଲେ। 2011 ମସିହାରେ ଭାରତର ରାଷ୍ଟ୍ରପତି ସେହି ସୁପାରିଶକୁ ଗ୍ରହଣ କରି ଚତୁର୍ବେଦୀଙ୍କ ବିରୁଦ୍ଧରେ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରି ଦୁର୍ନୀତି ବିରୁଦ୍ଧରେ ସେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ଅନୁମୋଦନ ଦେଇଥିଲେ। ସତ୍ୟର ଜୟ ହେଲା। ହରିୟାଣା ସରକାର କିନ୍ତୁ ତାଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯ୍ୟ ଜାରି ରଖିଥିଲେ। ମୁଖ୍ୟମନ୍ତ୍ରୀ ହୁଡ୍ଡାଙ୍କ ଦୁର୍ନୀତି ବିରୁଦ୍ଧରେ ସିବିଆଇ ତଦନ୍ତ ପାଇଁ ସେ କରିଥିବା ମକଦ୍ଦମା ବିଚାର ହୋଇ ପାରିନାହିଁ। ହରିୟାଣା ରାଜ୍ୟରୁ ଅନ୍ୟ ରାଜ୍ୟକୁ ବଦଳି ପାଇଁ ଅନୁରୋଧ କରିବାରୁ ତାଙ୍କୁ ଉତ୍ତରାଖଣ୍ଡ ରାଜ୍ୟକୁ ବଦଳି କରାଯାଇଥିଲା। ଦିଲ୍ଲୀ ଏମ୍ସରେ ମୁଖ୍ୟ ଦୁର୍ନୀତି ନିବାରଣ ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ସମୟରେ ଡାକ୍ତରଖାନାର ସାମଗ୍ରୀ କିଣା ଓ ନିଯୁକ୍ତିରେ ସେଠାରେ ଅବସ୍ଥାପିତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିନୀତ ଚୌଧୁରୀ କରିଥିବା ଦୁର୍ନୀତି ବିରୁଦ୍ଧରେ ଚତୁର୍ବେଦୀ ରିପୋର୍ଟ କରିଥିଲେ। ତାଙ୍କର ସଚ୍ଚୋଟପଣିଆକୁ ପୁରସ୍କୃତ କରିବା ପରିବର୍ତ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରି ସେଥିପାଇଁ ଥିବା ମୋଟ 10 ନମ୍ବରରୁ 0 ଦେଇଥିଲେ, ଯାହା ବିରୁଦ୍ଧରେ ସେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ମୁଖ୍ୟ ବିଚାରପତି କେ.ଏମ୍. ଜୋସେଫ ଜଣେ ପୁଲିସ ଅଧିକାରୀଙ୍କ ଅନୁରୂପ ଯାଚିକାକୁ ଗ୍ରହଣ କରିଥିବା ସତ୍ତ୍ୱେ ଚତୁର୍ବେଦୀଙ୍କ ଯାଚିକାକୁ ଗ୍ରହଣ କରିନଥିଲେ। ଚତୁର୍ବେଦୀ ନ୍ୟାୟ ପାଇଁ ଆଶ୍ରୟ ନେଇଥିବା ବିଭିନ୍ନ ଅଦାଲତରେ ବିଚାରପତିମାନେ ସେଗୁଡ଼ିକ ବିଚାର କରିବାକୁ ନିଜକୁ ନିବୃତ୍ତ କରିଆସୁଛନ୍ତି। ଏ ମଧ୍ୟରେ କୌଣସି କାରଣ ନ ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟର 2 ଜଣ ବିଚାରପତିଙ୍କୁ ମିଶାଇ ଏପର୍ଯ୍ୟନ୍ତ 16 ଜଣ ବିଚାରପତି ଚତୁର୍ବେଦୀଙ୍କ ମକଦ୍ଦମା ବିଚାର କରିବାରୁ ଓହରି ଯାଇଛନ୍ତି। ଫଳରେ ଆଜି ପର୍ଯ୍ୟନ୍ତ ସେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ତଥାପି ତାଙ୍କ ମନୋବଳ ଭାଙ୍ଗିନି। 10 ବର୍ଷର ସଂଗ୍ରାମ ପରେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତାଙ୍କର ସମସ୍ତ ମକଦ୍ଦମା ନିଜେ ବିଚାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉତ୍ତରାଖଣ୍ଡରେ ସେ ଜଙ୍ଗଲ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି। ନିକଟ ଅତୀତରେ
ପିଥୋରାଗଡ଼ରେ ବେଆଇନ ଗଛକଟା ବିରୁଦ୍ଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ଏକ 500 ପୃଷ୍ଠା ସମ୍ବଳିତ ରିପୋର୍ଟ ଦେଇ ଅନୁସନ୍ଧାନ ଦାବି କରିଛନ୍ତି। ନାନା ପ୍ରକାର ଭୟ ଓ ଚାପକୁ ପରାହତ କରି ଦୁର୍ନୀତି ବିରୁଦ୍ଧରେ ତାଙ୍କର ସଂଗ୍ରାମ ଜାରି ରଖି ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସରକାରୀ ଚାକିରି କରି ମଧ୍ୟ ନିଜର ବରିଷ୍ଠ ଅଧିକାରୀମାନଙ୍କୁ ଦୁର୍ନୀତିରୁ ବିରତ କରିବା ପାଇଁ ତାଙ୍କର ସାହସିକ କାର୍ଯ୍ୟ ସରକାରୀ ସ୍ତରରେ ସ୍ୱୀକୃତି ଲାଭ କରିନାହିଁ ସତ, କିନ୍ତୁ ଜାତୀୟ ସ୍ତରୀୟ ଅନୁଷ୍ଠାନ ତଥା ଜାତୀୟ ପୁଲିସ ଏକାଡେମୀ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପ୍ରଶାସନ ଏକାଡେମୀ ଭଳି ସର୍ବଭାରତୀୟ ସେବା ଅଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ତାଲିମ ଅନୁଷ୍ଠାନଗୁଡ଼ିକୁ ଦୁର୍ନୀତି ନିରାକରଣର ବିଷୟରେ ଉଦ୍ବୋଧନ ଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି। ଏକଥା ସତ୍ୟ ଯେ ସବୁ ସାଧୁ କର୍ମଚାରୀ ସଞ୍ଜୀବ ଚତୁର୍ବେଦୀଙ୍କ ଭଳି ଦୃଢ଼ ମନୋଭାବ ପୋଷଣ କରିପାରିବେ ନାହିଁ। ତେଣୁ ସାଧୁ କର୍ମଚାରୀମାନେ ଦୁର୍ନୀତି ରୋକିବାରେ ବିଶେଷ କରି ଉପରିସ୍ଥ ଅଧିକାରୀ ଓ ମନ୍ତ୍ରୀମାନଙ୍କର ଦୁର୍ନୀତି ବିରୁଦ୍ଧରେ ପାଟି ଖୋଲନ୍ତି ନାହିଁ। ରାଜନୈତିକ ପୃଷ୍ଠପୋଷକତା ପାଇ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ କ୍ଷମତାଶାଳୀ ହେବା ସହ କର୍ମଚାରୀ ମହଲରେ ପ୍ରିୟ ହୋଇଥାନ୍ତି। ସେମାନଙ୍କର ଜନସମ୍ପର୍କ ମଧ୍ୟ ବହୁତ ଭଲ ହୋଇଥାଏ। ମନ୍ତ୍ରୀମାନେ ସେମାନଙ୍କୁ ନିଜ ବିଭାଗରେ ରଖିବା ପାଇଁ ଚେଷ୍ଟା କରନ୍ତି। ଏପରିକି ସେମାନେ ଅବସର ଗ୍ରହଣ କଲା ପରେ ମଧ୍ୟ ତାଙ୍କୁ ଲାଭଜନକ ନିଯୁକ୍ତି ମିଳେ। ଅପରପକ୍ଷରେ ସଞ୍ଜୀବ ଚତୁର୍ବେଦୀଙ୍କ ପରି ଅଧିକାରୀମାନଙ୍କର ଅବସର ଦିନକୁ ସମସ୍ତେ ଚାତକ ପରି ଚାହିଁ ରହିଥାନ୍ତି। ଗତ କିଛି ଦିନ ହେବ ଆମ ରାଜ୍ୟରେ ଦୁର୍ନୀତି ନିବାରଣ ବିଭାଗ ଯେଉଁ ସରକାରୀ କର୍ମଚାରୀମାନଙ୍କୁ ଧରୁଛନ୍ତି, ସେମାନଙ୍କ ଘରୁ ଆଖି ଖୋସି ହେଲା ଭଳି ସମ୍ପତ୍ତି ଜବତ ହେଉଛି। ଗଣମାଧ୍ୟମରେ ସେସବୁ ଦୃଶ୍ୟ ବ୍ୟାପକ ଭାବେ ପ୍ରସାରିତ ହେଉଛି। କିନ୍ତୁ କେତେଜଣ କର୍ମଚାରୀ ବିଚଳାଳୟରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଉଛନ୍ତି, ସେ ବିଷୟରେ ସମ୍ବାଦ ପ୍ରକାଶ ପାଉନି। ସାଧାରଣ ଲୋକେ ସହଜରେ ଓ ସୁବିଧାରେ ସରକାରୀ ସେବା ପାଇପାରୁନାହାନ୍ତି। ସବୁ କ୍ଷେତ୍ରରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହେଉଛି। ମଧ୍ୟସ୍ଥଙ୍କୁ ନ ଧରିଲେ କାମ ହେଉନଥିବା ଅଭିଯୋଗ ହେଉଛି। ଏ ବିଷୟରେ ସମସ୍ତେ ଅବଗତ ଅଛନ୍ତି, କିନ୍ତୁ ପରିସ୍ଥିତିକୁ ସୁଧାରିବା ପାଇଁ ରାଜନୈତିକ ସମର୍ଥନ ନାହିଁ। ସାଧାରଣ ଲୋକେ ଏ ବିଷୟରେ ସଚେତନ ନୁହନ୍ତି, ବରଂ ସେମାନେ ଦୁର୍ନୀତିରେ ସହଯୋଗ କରୁଛନ୍ତି। ସଡ଼କ ବା ପୋଲ ନିର୍ମାଣରେ ଠିକା ନେଇଥିବା ବ୍ୟକ୍ତିଙ୍କ ଠାରୁ କ୍ଲବ, ମନ୍ଦିର କିମ୍ବା ମେଳା ମହୋତ୍ସବ ପାଇଁ କିଛି ଚାନ୍ଦା ଲୋଭରେ ଲୋକେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ପ୍ରତି ଆଖି ବୁଜି ଦେଉଛନ୍ତି। ନିଜ କାମ କୌଣସି ମତେ କରାଇ ଦେବା ପାଇଁ ଲାଞ୍ଚ ଦେଉଛନ୍ତି। ତେଣୁ ଦୁର୍ନୀତି ରୋକିବା ପାଇଁ ସାମାଜିକ ପ୍ରତିବଦ୍ଧତା ସୃଷ୍ଟି ହୋଇପାରୁନାହିଁ। ଯେଉଁମାନେ ନିଜକୁ ସାମାଜିକ କର୍ମୀ ବୋଲି କହୁଛନ୍ତି, ସେମାନଙ୍କର ଦୁର୍ନୀତି ପ୍ରତି ପ୍ରଚ୍ଛନ୍ନ ସମର୍ଥନ ରହିଛି। ଚତୁର ଓ କ୍ଷମତାସୀନ ଅଧିକାରୀ ରାଜ୍ୟ ଭିତରେ ଆଖିଦୃଶିଆ ସମ୍ପତ୍ତି ନ କରି ରାଜ୍ୟ ବାହାରେ ଆତ୍ମୀୟଙ୍କ ନାମରେ ବେନାମୀ ସମ୍ପତ୍ତି କରନ୍ତି। ପିଲାମାନଙ୍କୁ ବିଦେଶରେ ଦାମୀ ଅନୁଷ୍ଠାନରେ ପଢ଼ାନ୍ତି। ବିଳାସ ବ୍ୟସନରେ ଖର୍ଚ୍ଚ କରିବାରେ ତାଙ୍କର କାର୍ପଣ୍ୟ ନଥାଏ। ସେମାନଙ୍କୁ ଭିଜିଲାନ୍ସ ବାଲା ଧରି ପାରନ୍ତି ନାହିଁ। ସେମାନଙ୍କ ପାଖରେ କାମ କରିବା ପାଇଁ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ। ନିଜ ଚାରିପାଖେ ଏକ ସୁରକ୍ଷାର ବଳ ସୃଷ୍ଟି କରି ସେମାନେ ଦୁର୍ନୀତି କରିଚାଲନ୍ତି। ସାଧାରଣତଃ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୁଏ ନାହିଁ। ଯଦି ବି କିଏ ବେନାମ ଅଭିଯୋଗ କରେ, ତା ଅଳିଆ ଡବାକୁ ଯାଏ। ଜନସାଧାରଣଙ୍କ ସହଯୋଗ ବିନା ସରକାରଙ୍କ ଦୁର୍ନୀତି ନିରାକରଣ କାର୍ଯ୍ୟକ୍ରମଗୁଡ଼ିକ ସଫଳ ହେଉନାହିଁ। ସରକାର ଦେଉଥିବା ଅନୁଦାନ ଅଧିକାରୀମାନେ ଦୟାକରି ଦେଉଛନ୍ତି ବୋଲି ଲୋକେ ଭାବୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଜନମଙ୍ଗଳ ଯୋଜନାରେ ମିଳୁଥିବା ଅର୍ଥରୁ ଏକ ଅଂଶ ଅଧିକାରୀମାନଙ୍କୁ ଦେବା ପାଇଁ ସେମାନଙ୍କର ଦ୍ୱିଧା ନାହିଁ। ଲୋକମାନଙ୍କର ଦାରିଦ୍ର୍ୟ, ଅଜ୍ଞତା ଓ ଅସହାୟତା ଦୃଷ୍ଟିରୁ ଦୁର୍ନୀତି ଏକ ନିୟମରେ ପରିଣତ ହୋଇଗଲାଣି। ଏପରି ଏକ ଶାସନ ବ୍ୟବସ୍ଥା ଗଢ଼ି ଉଠିଛି, ଯେଉଁଥିରେ କାହାକୁ ମାଗିବାକୁ ପଡ଼ୁନାହିଁ। ଦରମା ଭଳି ସେବା ପାଉଣା ନିୟମିତ ଆସିଯାଉଛି। ଆଉ କ'ଣ? ଓଡ଼ିଆ ଅଭିଧାନରେ ପିସି ଭଳି ଏକ ଶବ୍ଦ ଅନ୍ତର୍ଭୁକ୍ତ ହୋଇଯାଇଛି। କଳା ଆୟକୁ ଧଳା ଆୟ ଅନ୍ତର୍ଭୁକ୍ତ କରିବା ଏବଂ ଅନୈତିକ ଉପାୟରେ ଲବ୍ଧ ଧନକୁ ସୁରକ୍ଷିତ କରି ରଖିବା ପାଇଁ ମଧ୍ୟ ଏକ ନିର୍ଭରଯୋଗ୍ୟ ବ୍ୟବସ୍ଥା କାର୍ଯ୍ୟ କରୁଛି। ଏହି ସେବା ପ୍ରଦାନକାରୀମାନେ ସରକାରୀ ଚାକିରି ନ କରି ମଧ୍ୟ ବାଟମରଣା କରି ସରକାରୀ ଧନରୁ କିଛି ଅଂଶ ଉପଭୋଗ କରୁଛନ୍ତି। ଉନ୍ନତ ଦେଶମାନଙ୍କରେ ମଧ୍ୟ ଦୁର୍ନୀତି ଦେଖିବାକୁ ମିଳେ, କିନ୍ତୁ ତାହା ଶାସନର ଉପର ସ୍ତରରେ ସୀମିତ ଥାଏ। ସାଧାରଣ ଲୋକେ ଏଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ସରକାରୀ ସେବା ପାଇବା ପାଇଁ ସେମାନଙ୍କୁ ହାତମୋଜା ଦେବାକୁ ପଡ଼େ ନାହିଁ। ଭାରତ ଭଳି ବିକାଶଶୀଳ ଦେଶ, ଯେଉଁଠି ଅର୍ଥନୀତିରେ ସରକାରଙ୍କର ଏକ ପ୍ରମୁଖ ଯୋଗଦାନ ଥାଏ ଏବଂ ଯେଉଁଠି ଭିତ୍ତିଭୂମି ନିର୍ମାଣ, ସାମାଜିକ ନ୍ୟାୟ ପ୍ରଦାନ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅଜସ୍ର ସରକାରୀ ଅର୍ଥ ବ୍ୟୟ କରାଯାଏ, ସେଠାରେ କୌଣସି ଆଇନ ଦୁର୍ନୀତିକୁ ଦୂର କରିପାରିବ ନାହିଁ। ଲୋକମାନଙ୍କର ଆର୍ଥିକ ପ୍ରଗତି, ଶିକ୍ଷାର ପ୍ରସାର ଓ ସଚେତନତା ବୃଦ୍ଧି ପାଇଲେ ହିଁ କେବଳ ଏକ ଦୁର୍ନୀତି ବିରୋଧୀ ସମାଜ ଗଠନ କରାଯାଇପାରିବ। ସ୍ୱଚ୍ଛ ଭାରତ ଅଭିଯାନ ସେହିଦିନ ସଫଳ ହେବ, ଯେଉଁଦିନ ପ୍ରତ୍ୟେକ ଭାରତୀୟଙ୍କ ଅନ୍ତରାତ୍ମା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଦ୍ରୋହ କରିବାକୁ ଆହ୍ୱାନ ଦେବ।